ନାହିଁ ନାହିଁ ମୁଁ ଏ ତ ଓଡ଼ିଶା ଯେତେ ଆପଣ ବୁଝେଇଲେ ମଧ୍ୟ ଜଗନ୍ନାଥ ପ୍ରେମୀ ଜଗନ୍ନାଥ ସଂସ୍କୃତି ଓଡ଼ିଶାର ସଂସ୍କୃତିକୁ ଆପଣ କ'ଣ ଏମିତି ବୁଝେଇ ପାରିବେ ନାହିଁ ଆଜ୍ଞା। କାରଣ ଆପଣ ଯେତେବେଳେ ଗଲେ ସେଠିକି ମନ୍ଦିର ପ୍ରତିଷ୍ଠା କରିବା ପାଇଁ ମମତା ବାନାର୍ଜୀଙ୍କର ମାନେ ନିବେଦନ କ୍ରମେ କି ନହେଲେ ତାଙ୍କ ନିମନ୍ତ୍ରଣ କ୍ରମେ ଯେତେବେଳେ ଆପଣ ଯାଇକି ଦେଖିଲେ ପଥରର ମୂର୍ତ୍ତି ତିଆରି ହେଇଛି ମନ୍ଦିରରେ, ଆପଣ କହିଲେ ପଥରର ମୂର୍ତ୍ତି ହୁଏନି। ଆଉ ଯେବେ ଆପଣ କରିଛନ୍ତି ତାହେଲେ କାଷ୍ଠ ନିର୍ମିତ ବୃକ୍ଷରୁ ଆସିଥିବା ପ୍ରଭୁଙ୍କର ନିର୍ମିତ ମୂର୍ତ୍ତି ଆପଣଙ୍କର କରିବାକୁ ପଡ଼ିବ। ସେଇଠି କ'ଣ ଆପଣ କହିପାରିଲେନି ଏଠି କାହିଁକି ଶ୍ରୀକ୍ଷେତ୍ର ଧାମ ଲେଖିଛ? ଧାମ ତ ଆଜ୍ଞା ଚାରୋଟି, ଏଠି ପଞ୍ଚମ ଧାମ ଆସିଲା କୁଆଡ଼ୁ? ତେଣୁ ଆପଣ ଯେବେ ଏଇ ଶ୍ରୀକ୍ଷେତ୍ର ଧାମଟିକୁ ନ ଲିଭେଇବେ ତାହେଲେ ମୁଁ ମଧ୍ୟ ୟାକୁ ପ୍ରତିଷ୍ଠା କରିବାର ଉପଯୋଗୀ ନୁହଁ ବୋଲି ତାହେଲେ ଓଡ଼ିଶାବାସୀ ଆପଣଙ୍କୁ ଆଜି ହୃଦୟରେ ରଖିଥାନ୍ତେ, ମନେ ପକାଇଥାନ୍ତେ ଏବଂ ଆପଣଙ୍କୁ କହିପାରିନଥାନ୍ତେ କେହି ଆଙ୍ଗୁଳି ନିର୍ଦ୍ଦେଶ କରିକି। ତେଣୁ ଆପଣ ତାହା କରିନାହାନ୍ତି। ଆପଣ ଖାଲି ଆପଣଙ୍କର ନିଜସ୍ୱ ଖାଲି ସେଇ ଜଗନ୍ନାଥଙ୍କ ମୂର୍ତ୍ତିଟିକୁ ଦେଖିଲେ। ମୂର୍ତ୍ତି ଦେଖିଲା ପରେ କାରଣ ଆପଣ ଯାଇକି ମୂର୍ତ୍ତି ନିଜେ ତିଆରି କରିକି ଦେଲେ ଲୋକ ଭାବୁଛନ୍ତି ଆପଣ ଲୋଭାର୍ଥିକ ହେଇକି ନେଇକି ମୂର୍ତ୍ତି କରିକି ଦେଇଛନ୍ତି, ତା ପାଇଁ କିଛି ଅର୍ଥ ମଧ୍ୟ ଆପଣ ନେଇଥିବେ ବୋଲି ଲୋକଙ୍କ ମନରେ ଏହା ବିଶ୍ୱାସ ହେଉଛି। ତେଣୁ ଆପଣ ସେଇଠି ଯେତେବେଳେ ମୂର୍ତ୍ତି ପାଇଁ ଆପଣ କହିଲେ ସେଇଟାକୁ ସେତିକି ବେଳେ ଯେବେ ଆପଣ କହିଥାନ୍ତେ କି ନାହିଁ ଆପଣ ଏଠାରେ ମାନେ ଯେଉଁ ଧାମ ଲେଖିଛନ୍ତି ସେଇ ଜଗନ୍ନାଥ ଧାମ ଦୀଘା ଲେଖିଛନ୍ତି ସେଇଟାକୁ ବନ୍ଦ କରନ୍ତୁ। ସେଇ ଧାମଟାକୁ ଯେବେ ବନ୍ଦ କରିଦେଇଥାନ୍ତେ ତାହେଲେ ମମତା ବାନାର୍ଜୀ ନିଶ୍ଚୟ ଆପଣଙ୍କ କଥା ମାନିଥାନ୍ତେ। ଆଜି ବି ଦେଶରେ ଏହି ପ୍ରକାର ଅପ୍ରୀତିକର ସ୍ଥିତି ସବୁ ହେଇନଥାନ୍ତା। ଆଉ ଆପଣଙ୍କୁ ମଧ୍ୟ ଦଇତାପତିର ସମ୍ମାନ ସଦାସର୍ବଦା ସାରା ବିଶ୍ୱରେ ଆପଣଙ୍କୁ ମିଳିଥାନ୍ତା। ଏବେ ଲୋକଙ୍କ ଆଖିରେ ଆପଣ ଟିକେ ଛୋଟ ନିଶ୍ଚୟ ହେଇଯାଇଛନ୍ତି, ଆମେ କହୁନୁ, କିନ୍ତୁ ଏହା ଜଗନ୍ନାଥ ସଂସ୍କୃତି ଜଗନ୍ନାଥଙ୍କର ଯେଉଁ ପ୍ରେମୀ ଭକ୍ତମାନେ ତାକୁ ଆପଣଙ୍କର କହୁଛନ୍ତି। ମିଡ଼ିଆରେ ଗୋଟେ ପ୍ରକାର କହିଥିଲେ, ଆପଣ ଏବେ ଗୋଟେ ପ୍ରକାର କହୁଛନ୍ତି। ଆପଣ ଏବେ ବି ସମୟ ଅଛି ମମତା ବାନାର୍ଜୀଙ୍କୁ ଆପଣ ନିଜେ କୁହନ୍ତୁ କି ନାହିଁ ଧାମ ହେଉଛି ଚାରୋଟି, ସେଇ ଧାମ ଭିତରେ ହେଉଛି କ'ଣ ନା ଶ୍ରୀକ୍ଷେତ୍ର ଧାମ ହେଉଛି ଶ୍ରେଷ୍ଠ ଧାମ, ଯେଉଁଠି ପ୍ରଭୁଙ୍କର ବ୍ରହ୍ମ ଅଛି, ପ୍ରଭୁଙ୍କର ଜୀବନ ଅଛି, ସିଏ ହେଉଛି ଶ୍ରୀକ୍ଷେତ୍ର ଧାମ। ଆଉ ଧାମର ମାନ୍ୟତାକୁ ଆପଣମାନେ ନଷ୍ଟ କରନ୍ତୁ ନାହିଁ। ମମତା ଦିଦି ଆପଣ ୟାକୁ ଲିଭେଇ ଦିଅନ୍ତୁ। ଏହା ଆପଣଙ୍କ ପାଇଁ ଭଲ, ସମାଜ ପାଇଁ ଭଲ, ଆଉ ସଂସ୍କୃତି ପାଇଁ ମଧ୍ୟ ଭଲ। ଆପଣ ସେଠି ଲେଖିଦିଅନ୍ତୁ ଜଗନ୍ନାଥ ମନ୍ଦିର ମାନେ ଦୀଘା ଆଉ ପ୍ରତିଷ୍ଠା ହେଉଛି, ଆପଣ ଲେଖନ୍ତୁ। ଆଉ ଆପଣଙ୍କର ମାନେ ଅବଦାନରେ ହେଇଥିବା ମନ୍ଦିରଟି ବି ଆପଣ ସେଠି ଲେଖିପାରିବେ। ଜୟ ଜଗନ୍ନାଥ।